ସାଇକୋଲୋଜି କହିଥାଏ ସେକ୍ସ କରିବା ସମୟରେ ଯଦି କୌଣସି ମହିଳା ଥରିବାକୁ ଲାଗନ୍ତି ତେବେ ବୁଝିଯାଆନ୍ତୁ କି ଆପଣ ଯେମିତି ଗେହୁଛନ୍ତି ଗେହିବାଟା ପୁରା ଜୋର ମାତ୍ରାରେ ହେଉଛି। ସେହି ସମୟରେ ଦଦିକୁ ଆହୁରି ଜୋର ଜୋର ଚିପି ଆହୁରି ଜୋର ଜୋର ସଟ୍ ମାରନ୍ତୁ, ତେବେ ଯାଇ ସେହି ମହିଳାର ପାଣି ଜଲ୍ଦି ବାହାରି ଆସିବ ଆଉ ଜଲ୍ଦି ସେମାନେ ସନ୍ତୁଷ୍ଟ ହୋଇଯିବେ। ସାଇକୋଲୋଜି କହିଥାଏ ମହିଳାମାନଙ୍କର ପିଠି ଭାଗ ବି ବହୁତ ସମ୍ବେଦନଶୀଳ ହୋଇଥାଏ। ଏଇଠାରେ ଚୁମ୍ବନ କରିବା ଦ୍ୱାରା ମହିଳାମାନେ ଖାଲି ଉତ୍ତେଜିତ ହୋଇନଥାନ୍ତି ବରଂ ତାଙ୍କର ଚିନ୍ତା ବି କମ୍ ହୋଇ ଯାଇଥାଏ। ସାଇକୋଲୋଜି କହିଥାଏ ପୁରୁଷର କାମବାସନା ପୂରା କରିବା ପାଇଁ ସବୁ ସ୍ତ୍ରୀ ସକ୍ଷମ ହୋଇପାରନ୍ତି, କିନ୍ତୁ ସ୍ତ୍ରୀର ପ୍ରେମ ପୂରା କରିବା ପାଇଁ ସବୁ ପୁରୁଷ ସକ୍ଷମ ହୋଇପାରନ୍ତି ନାହିଁ। ସାଇକୋଲୋଜି କହିଥାଏ ମହିଳାମାନଙ୍କ ସହିତ କଥାବାର୍ତ୍ତା କରିବା ଦ୍ୱାରା ପୁରୁଷମାନଙ୍କର ମାନସିକ ଶକ୍ତି ବୃଦ୍ଧି ହୋଇଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ ଭାବୁଛନ୍ତି କି ଆପଣ କରିପାରିବେ ତେବେ ଆପଣ ନିଶ୍ଚୟ କରିପାରିବେ, କିନ୍ତୁ ଯଦି ଆପଣ ଭାବୁଛନ୍ତି କି ଆପଣ କରିପାରିବେ ନାହିଁ ତେବେ ଆପଣ କେବେ ବି କରିପାରିବେ ନାହିଁ। ସାଇକୋଲୋଜି କହିଥାଏ ସେକ୍ସ ପାଇଁ ମହିଳାମାନଙ୍କର ଦୁର୍ବଳତା ତାଙ୍କ ସ୍ତନରେ ଲୁଚି ରହିଥାଏ। ସାଇକୋଲୋଜି କହିଥାଏ ମନୁଷ୍ୟ ଶରୀରର ସକାଳ 3ଟାରୁ 4ଟା ସମୟରେ ସବୁଠାରୁ ଅଧିକ କମଜୋର ଥାଏ। ଏହା ସେହି ସମୟ ହୋଇଥାଏ ଯେଉଁ ସମୟରେ ଅଧିକାଂଶ ଲୋକମାନେ ନିଦରେ ମରିଯାଇଥାନ୍ତି। ସାଇକୋଲୋଜି କହିଥାଏ 80% ଲୋକମାନେ ନିଜ ଭାବନାକୁ ନିଜ ପାଖରେ ଲୁଚେଇ ରଖିଥାନ୍ତି, କାରଣ ତାଙ୍କୁ ଲାଗିଥାଏ କି ଅନ୍ୟ କେହି ତାଙ୍କ ଭାବନାକୁ ବୁଝିପାରିବେ ନାହିଁ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ସହିତ କଥା ହେଉଥିବା ବ୍ୟକ୍ତି ଆପଣଙ୍କୁ ଅଣଦେଖା କରନ୍ତି ବା କଥାବାର୍ତ୍ତା କରିବା ବନ୍ଦ କରି ଦିଅନ୍ତି ତେବେ ତାଙ୍କ ସହିତ କଥା ହେବାର କୌଣସି ଆବଶ୍ୟକ ନାହିଁ, କାରଣ ଆପଣଙ୍କର ଗୋଟିଏ ବି ଭ୍ୟାଲୁ ଅଛି। ସାଇକୋଲୋଜି କହିଥାଏ 90% ଲୋକମାନେ ଆହୁରି ଜୋରରେ କାନ୍ଦିବାକୁ ବା ହସିବାକୁ ଲାଗନ୍ତି ଯେତେବେଳେ ତାଙ୍କୁ ହସିବା ଓ କାନ୍ଦିବାର କାରଣ ପଚରା ଯାଇଥାଏ।